भारत में आंतर्जातीय विवाह केबे भी साधारण नुहे। सामाजिक प्रतिबंधक एवं परिवार अस्वीकृति प्रायतः सामना करने पड़े। आर्थिक किंवा सामाजिक चाप जो लोक मैंने प्रायतः विवाह करिबारु बारण कराए। तथापि राजस्थान रे राज्य सरकार यह उत्साहित करुछन्ते। युवक मानक बिना भय विवाह करने को अनुमति देउछन्ते। राजस्थान सरकार आंतर्जातीय विवाह को प्रोत्साहित करने डॉक्टर सविताबेन आंबेडकर योजना आरंभ करिसेंते। एहार लक्ष्य होछि सामाजिक सद्भावना को प्रोत्साहित करने एवं जातिगत प्रतिबंधक को भांगिबा। ଏହି ଯୋଜନା ଅଧୀନରେ ଜଣେ ଅନୁସୂଚିତ ଜାତିର ପୁରୁଷ କିମ୍ବା ମହିଳାଙ୍କୁ ଯେଉଁମାନେ ଉଚ୍ଚ ଜାତିର ହିନ୍ଦୁ ସାଥୀଙ୍କୁ ବିବାହ କରନ୍ତି ସେମାନଙ୍କୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଏ। ଏହି ଯୋଜନା ଅଧୀନରେ 10 ଲକ୍ଷ ସହାୟତା ଭାଗ ଭାଗରେ ପ୍ରଦାନ କରାଯାଏ। 5 ଲକ୍ଷ 8 ବର୍ଷ ପାଇଁ ଏକ ଏଫଡିରେ ନିବେଶ କରାଯାଏ ଏବଂ ବାକି 8 ଲକ୍ଷ ସିଧାସଳଖ ଦମ୍ପତିଙ୍କ ମିଳିତ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଏ। ଏହା विवाह आरंभ को सहज करिथाए एवं आर्थिक सुरक्षा प्रदान करिथाए। ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀ ମାନଙ୍କୁ ସେମାନଙ୍କର SSOID ବ୍ୟବହାର କରି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର ୱେବସାଇଟରେ ଲଗ୍ଇନ୍ କରିବାକୁ ପଡ଼ିବ। ତାପରେ ନାଗରିକ ବିଭାଗକୁ ଯାଆନ୍ତୁ ଏବଂ SJMS आवेदन लिंक उपरे क्लिक करंतु। खोलिथिबा फॉर्मरे समस्त सूचना सठिक भाव पूरण करंतु एवं आवश्यकीय डॉक्यूमेंट अपलोड करंतु। यह उल्लेख करबा उचित जे एही योजनार लाभ केवल सेतेबेले मिलिब जदि पुओ किंबा झियो दलित संप्रदायर होइथान्ते एवं राजस्थानर बासिंदा होइथान्ते। उभयଙ୍କ बयस 35 रु अधिक हेबा उचित नुहे। ଏହା ବ୍ୟତୀତ ଦମ୍ପତିଙ୍କ ମିଳିତ ବାର୍ଷିକ ଆୟ 2.5 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ। ଆବେଦନ ପତ୍ରରେ ପୁଅ ଏବଂ ଝିଅ ଉଭୟଙ୍କ ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ପାସପୋର୍ଟ ଆକାର ଫଟୋ, ବିବାହ ଫଟୋ ପ୍ରମାଣ, ସାକ୍ଷୀଙ୍କ ପରିଚୟ ପତ୍ର, ପଞ୍ଜୀକୃତ ବିବାହ ପ୍ରମାଣପତ୍ର, ମିଳିତ ବ୍ୟାଙ୍କ ଆକାଉଣ୍ଟ ଏବଂ ଏହା ପ୍ରଥମ ବିବାହ ବୋଲି ଘୋଷଣାପତ୍ର ଅନ୍ତର୍ଭୁକ୍ତ ହେବା ଉଚିତ। ଉଭୟ ପକ୍ଷଙ୍କ ପାଖରେ ଆଧାର କାର୍ଡ ଏବଂ ଏକ ମିଳିତ ଆକାଉଣ୍ଟ ମଧ୍ୟ ରହିବା ଆବଶ୍ୟକ। ବିବାହର ଗୋଟିଏ ମାସ ମଧ୍ୟରେ ଆବେଦନ କରିବାକୁ ପଡ଼ିବ। ଯଦି ବିବାହ ରାଜସ୍ଥାନ ବାହାରେ ହୁଏ ତେବେ 2.5 ଲକ୍ଷ ଟଙ୍କାର ଅନୁଦାନ ଉପଲବ୍ଧ। ବିବାହ ସ୍ୱେଚ୍ଛାକୃତ ଏବଂ ବାଧ୍ୟବାଧକତା ବିନା ହେବା ଉଚିତ। ଯଦି ଆବେଦନ ପ୍ରତାରଣାପୂର୍ଣ୍ଣ ହୋଇଥାଏ ତେବେ ରାଶି ଉଠାଇ ନିଆଯାଇପାରିବ। ଅଧିକ ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇब କରିବାକୁ ଆଦୌ ଭୁଲନ୍ତୁ ନାହିଁ। ସତେଜ ଖବର, ସଠିକ ଖବର। ଆମେ দেখাইবো খবর পছর খবর।